ଜଣେ ଗୁପ୍ତଚରର କଥା। ଥରେ ରାଜାଙ୍କ ସୈନିକମାନେ ଜଣେ କିଶୋରକୁ ଆଣି ରାଜାଙ୍କ ସମକ୍ଷରେ ଛିଡ଼ା କଲେ। କିଶୋର ବିପକ୍ଷରେ ଅଭିଯୋଗ ଥିଲା ସଙ୍ଗୀନ। କୁହାଗଲା ଯେ ସେ ପ୍ରକୃତରେ ପଡ଼ୋଶୀ ରାଜ୍ୟର ଏବଂ ସେ ନିଜ ଦେଶର ରାଜାଙ୍କ ଗୁପ୍ତଚର ଭାବେ କାମ କରୁଛି ଓ ବିଭିନ୍ନ ପ୍ରକାର ଗୁପ୍ତ ତଥ୍ୟ ସଂଗ୍ରହ କରୁଛି। କିଶୋରର ନିରୀହ ଚେହେରା ଦେଖିଲେ ଏ କଥାକୁ ବିଶ୍ୱାସ କରି ହେଉନଥିଲା। ରାଜା ପଚାରିଲେ, ତୁମ ବିରୋଧରେ ଯେଉଁ ଅଭିଯୋଗ ଆସିଛି ସେସବୁ କ'ଣ ସତ୍ୟ? କିଶୋର କହିଲା, ମହାରାଜ, ସବୁ ସତ। ରାଜା କହିଲେ, ତୁମର ଦୁର୍ଭାଗ୍ୟ, ତୁମେ ଗୁପ୍ତଚର କାମ କରୁ କରୁ ଧରା ପଡ଼ିଗଲ। ଏବେ ତୁମେ ଆମକୁ ତୁମ ରାଜା ଓ ରାଜ୍ୟ ସମ୍ବନ୍ଧରେ ସବୁ ଗୁପ୍ତ ତଥ୍ୟ ଦେବ। ଏବେ କୁହ, କ'ଣ ଜାଣିଛ? କିଶୋର ଅବିଚଳିତ ଭାବେ କହିଲା, ଯାହା ବି ଜାଣିଛି କିଛି କହିବିନି। ଆପଣ ଯେତେ ଚେଷ୍ଟା କଲେ ବି ନୁହେଁ। ଏହା ଶୁଣି ସେନାପତି କ୍ରୋଧରେ ଅସ୍ଥିର ହୋଇ ନିଜ ତରବାରୀକୁ କୋଷମୁକ୍ତ କରି ତାଙ୍କ ଆସନରୁ ଚାଲି ଆସିଲେ ଏବଂ ସେହି ବାଳକର ବେକରେ ଲଗେଇ କହିଲେ, ତୋର ନିରୀହ ଚେହେରା ମୋ ଉପରେ କୌଣସି ପ୍ରଭାବ ପକାଇବନି। ତୁ ମୋତେ ଜାଣିନୁ। ରାଜ୍ୟ ଓ ରାଜାଙ୍କ ଶତ୍ରୁମାନଙ୍କ ପ୍ରାଣ ମୁଁ ଆନନ୍ଦରେ ନେଇପାରେ। କିଶୋରଟି କହିଲା, ଆପଣ ପ୍ରାଣ ନେଇପାରନ୍ତି? ମୁଁ ମୋ ରାଜ୍ୟ ଓ ରାଜାଙ୍କ ଲାଗି ଆନନ୍ଦରେ ପ୍ରାଣ ଦେଇପାରେ। ଏବେ ରାଜା ସେନାପତିଙ୍କୁ ଅଟକାଇ ଦେଲେ। ସେ କହିଲେ, ଯେଉଁ ରାଜ୍ୟର ଜଣେ ବାଳକ ନିଜ ରାଜା ଓ ରାଜ୍ୟ ଲାଗି ଆନନ୍ଦରେ ପ୍ରାଣ ଦେଇପାରେ, ସେ ରାଜ୍ୟ ଓ ରାଜା ମହାନ। ଏ କିଶୋରକୁ ଛାଡ଼ିଦିଅ ଏବଂ ତା ହାତରେ ପଡ଼ୋଶୀ ରାଜାଙ୍କ ନିକଟକୁ ମିତ୍ରତାର ସନ୍ଦେଶ ପଠାଅ।